କିଛି କଥା ସୁନ୍ଦର ଲାଗେ। ନୀରବତା ଏବଂ ହସ। ନୀରବ ଆଉ ହସକୁ ସବୁବେଳେ ସାଙ୍ଗରେ ରଖନ୍ତୁ। ନୀରବତା ଆପଣଙ୍କର ସମ୍ମାନ ବଢ଼ାଇବ ଏବଂ ହସ ଆପଣଙ୍କର ଖୁସିର ସ୍ୱାଗତର ଦ୍ୱାର ଅଟେ। କନ୍ୟା କନ୍ୟା ସନ୍ତାନଟି ହେଉଛି ପବିତ୍ର ଦୀପ ଭଳି। ଯେଉଁ ଘରକୁ ଆସେ ସେ ଘର ଆଲୋକିତ ହୋଇଯାଏ। ହସ ଦୁଃଖ ଭୁଲେଇବା ପାଇଁ ଯଥେଷ୍ଟ। ସ୍ୱାର୍ଥପର ଏ ଦୁନିଆରେ ମା ଏବଂ ବାପା ବ୍ୟତୀତ କେହି କାହାର ନୁହନ୍ତି। ଏଣୁ ଏମାନଙ୍କର ଯତ୍ନ ନିଅନ୍ତୁ। ଭୋଜନ ବ୍ୟକ୍ତିଙ୍କ ତ୍ୟାଗ ଭାବନାକୁ ଦେଖାଇଥାଏ। ତେଣୁ ଖାଇବା ପାଇଁ ବଞ୍ଚିବା ନ ଭାବି ବଞ୍ଚିବା ପାଇଁ ଭୋଜନ କରିବା ଉଚିତ। ଚୁଲି ପାଖରେ ମା ଜଳୁଛି, ଖରାରେ ବାପା ଜଳୁଛି। ତେବେ ଯାଇ ପିଲାମାନଙ୍କୁ ପାଳି ପୋଷି ବଡ଼ କରୁଛନ୍ତି। ମୋ କଥା ମାନ। ଧନ ସୁନା ଗେଲୁ ପୁଚୁ ଚକ୍କରରେ ପଡ଼ି କେବେ ହେଲେ ବାପା ମାଙ୍କୁ ଭୁଲନି। କିଛି ଜାଣିବା କଥା। ବାହାରୁ ଆସି ଗୋଡ଼ ହାତ ଧୋଇ ଶୁଅନ୍ତୁ। ବାହାରକୁ ପିନ୍ଧି ଯାଇଥିବା ଲୁଗା ବେଡରୁମରେ ରଖନ୍ତୁ ନାହିଁ। ରାତିରେ ଶୋଇବା ପୂର୍ବରୁ କର୍ପୂର ଲବଙ୍ଗ ଧୂପ ଦିଅନ୍ତୁ। ବେଡରୁମକୁ ସଫା ସୁତୁରା ରଖନ୍ତୁ। ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ। ଶୋଇବା ଘରେ ଗଙ୍ଗା ଜଳ ଛିଞ୍ଚନ୍ତୁ। ଶୋଇବା ପୂର୍ବରୁ ହନୁମାନ ଚାଲିସା ପଢ଼ନ୍ତୁ। ପ୍ରତିଦିନ ସନ୍ଧ୍ୟାରେ ଘରେ ଭଜନ ଶୁଣନ୍ତୁ। ମୁଣ୍ଡ ପାଖରେ ମୟୂର ପୁଚ୍ଛ ରଖି ଶୁଅନ୍ତୁ। ମୁଣ୍ଡ ପାଖରେ ମୟୂର ପୁଚ୍ଛ ରଖି ଶୁଅନ୍ତୁ। ସଫା ବେଡସିଟ୍ ବିଛାଇ ଶୁଅନ୍ତୁ। ଝିଅମାନେ କେଶ ଖୋଲା କରି ଶୁଅନ୍ତୁ ନାହିଁ। ଛାତ୍ର ଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ଅଧ୍ୟୟନରେ କୌଣସି ସନ୍ଦେହ ହେଲେ ଶୀଘ୍ର କ୍ଲିୟର କରିବା ଉଚିତ। ଆଜି ନ କରି କାଲି କରିବା, ତା ପରଦିନ କରିବା, ଏଭଳି ଅବହେଳା କରିବା ଅନୁଚିତ। ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ସନ୍ଦେହ ମିଶି ଶେଷରେ ବୋଝ ହୋଇଯିବ। ଫଳରେ ପାଠ ତୁମ ମୁଣ୍ଡକୁ ଭାରାକ୍ରାନ୍ତ କରିବ। ଏଣୁ ଯେଉଁ ଦିନର ସନ୍ଦେହ ସେହି ଦିନ ହିଁ କ୍ଲିୟର କରିବା ଉଚିତ। ଏଥିପାଇଁ ପୁସ୍ତକ କିମ୍ବା ଶିକ୍ଷକଙ୍କର ସହାୟତା ନେଇପାରନ୍ତି। ସ୍ମୃତି ଶକ୍ତିକୁ ସର୍ବଦା ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଏକାଗ୍ରତା, ଆଗ୍ରହ, ଅବିରତ ଚେଷ୍ଟା ଓ ଚତୁରତା ସ୍ମୃତିଶକ୍ତି ବୃଦ୍ଧି କରିବାରେ ସହାୟତା କରିଥାଏ। ଏଣୁ ଏହି ଦିଗଗୁଡ଼ିକ ପ୍ରତି ସଚେତନ ହେବା ଜରୁରୀ। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ଯାହା ସବୁ ଅଧ୍ୟୟନ କରୁଛ ସେଗୁଡ଼ିକୁ ମଝିରେ ମଝିରେ ରିଭ୍ୟୁ ବା ଦୋହରାଇବା ଉଚିତ। ନଚେତ୍ ଭୁଲି ଯିବାର ସମ୍ଭାବନା ଯଥେଷ୍ଟ ଥାଏ। ଏଣୁ ନୂତନ ପାଠ ଅଧ୍ୟୟନ ସମୟରେ ସମୟ ଓ ସୁବିଧା ଦେଖି ପୁରାତନ ପାଠ ଓ ଫର୍ମୁଲା ଆଦିକୁ ରିଭ୍ୟୁ କରିବା ଏକାନ୍ତ ଜରୁରୀ। ଜୟ ଶ୍ରୀ ଜଗନ୍ନାଥ।